Hello students, welcome to my channel Easy Learning. How are you? I wish you will be fine also. Now I am fine. Now I write some valuable translation to you. How to write and speak English easily. ଦେଖ ପିଲାମାନେ ତୁମମାନଙ୍କର ବହୁତ ଦିନ ହେଲା ମୁଁ ଟ୍ରାନ୍ସଲେସନ୍ କରିନଥିଲି କିନ୍ତୁ ତୁମମାନଙ୍କର ଅନୁରୋଧ କେତେଜଣଙ୍କର ଅନୁରୋଧ କ୍ରମରେ ପୁଣି ମୁଁ ଟ୍ରାନ୍ସଲେସନ୍ ଆରମ୍ଭ କରୁଛି। ବହୁତ ଦିନ ହେଲା ମୋର ଟ୍ରାନ୍ସଲେସନ୍ ଆସିନଥିଲା, ତେଣୁକରି ଆଜି ତୁମମାନଙ୍କ ପାଇଁ ମୁଁ ନୂଆ ପ୍ରକାର ବା ଅତି ସହଜ ଉପରେ ଟ୍ରାନ୍ସଲେସନ୍ କରିଛି। ତୁମେମାନେ ଏହାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ ଯଦି ପୁଣି ମୁଁ ନୂତନ ପ୍ରକାର ଟ୍ରାନ୍ସଲେସନ୍ ତୁମ ପାଇଁ କରିବି। ଦେଖ ଆମେ ଯେତେବେଳେ ଟ୍ରାନ୍ସଲେସନ୍ କରିବା ଆମେ ବେସିକ୍ କନସେପ୍ଟ ଉପରେ ଆଉ ନମ୍ବର ଉପରେ କେତେଜଣ ଲୋକ ଅଛନ୍ତି ପର୍ସନ୍ ଷ୍ଟ୍ରକ୍ଚର ଉପରେ ସେଣ୍ଟେନ୍ସ ଷ୍ଟ୍ରକ୍ଚର ଉପରେ ନିର୍ଭର କରି ଆମେ ଟ୍ରାନ୍ସଲେସନ୍ କରିବା। ତେଣୁ ପିଲାମାନେ ଭୁଲିବ ନାହିଁ, ମୁଁ ଅତି ସିମ୍ପଲ୍ ଉପରେ ଅତି ଇଜି ଉପରେ ତୁମମାନଙ୍କୁ ଟ୍ରାନ୍ସଲେସନ୍ କରୁଛି। ତୁମେ ଏଇଟା ବାରମ୍ବାର ଲେଖିବ ଆଉ ପ୍ରାକ୍ଟିସ୍ ମଧ୍ୟ କରିବ। ପ୍ରାକ୍ଟିସ୍ କଲେ ତୁମମାନଙ୍କର ତୁମେ ଯେଉଁ ଇଂଲିଶଟା ତୁମକୁ କହିବାକୁ ସହଜ ଲାଗୁଥିବ ଓଡ଼ିଆରୁ ତୁମେ ଇଂଲିଶ କରିପାରିବ। ତେଣୁ ମୁଁ ପ୍ରଥମ ପାଇଁ ତୁମ ପାଇଁ କରୁଛି ଯେ ବାରମ୍ବାର ବି କହିଛି ଓଡ଼ିଆଟା ଜାଣିଲେ ତୁମେ ସହଜ ଉପରେ ତା'ର ଇଂଲିଶଟା କିପରି ହେବ ତୁମେ ଜାଣିଦେବ। ମୁଁ ସେଇ ଓଡ଼ିଆରୁ ଇଂଲିଶ ତୁମମାନଙ୍କ ପାଇଁ କରିଦେଇଛି। ତୁମେ ସେଇଟା ଜାଣିଲେ ଇଂଲିଶ ଲେଖିବା ଯେକୌଣସି ଏସେ ଲେଖିବା କି କେଉଁଠି ସ୍ପିଚ୍ ଦେବା ଅଟୋମେଟିକ୍ ଆମର ହେଇଯିବ। ତେଣୁକରି ତୁମମାନଙ୍କୁ ଶୁଣ, ମୁଁ ତୁମମାନଙ୍କୁ କହୁଛି ଗୋଟେ ଧର ଆମେ ସ୍ପିଚ୍ ଇଂଲିଶରେ ଦେବା, ଆମେ ଯେହେତୁ ଆମ ଲାଙ୍ଗୁଏଜ୍ ଓଡ଼ିଆ ଆମେ କିପରି ଓଡ଼ିଆ ତ ଆମେ ସବୁବେଳେ କହୁଛେ, ଇଂଲିଶଟା କହିବାକୁ କଷ୍ଟ ହେବ। ତେଣୁ ଏଇ ଇଜି ଉପରେ ଆମେ ଯଦି ଟ୍ରାନ୍ସଲେସନ୍ କରିଥିବା ତାହେଲେ ଆମେ ଓଡ଼ିଆରୁ ଇଂଲିଶ କରିପାରିବା ସହଜ ଉପାୟରେ। ଦେଖ ତୁମମାନଙ୍କ ପାଇଁ କରିଛି, ତୁମମାନେ ୟାକୁ ମନେ ରଖିବ ଆଉ ବାରମ୍ବାର ପ୍ରାକ୍ଟିସ୍ କରିବ। ବାହାରେ ଅପେକ୍ଷା କରନ୍ତୁ, ୱେଟ୍ ଆଉଟସାଇଡ୍। ମୋତେ ଦେଖ, ଲୁକ୍ ଆଟ୍ ମି। ମୁଁ ତରତରରେ ଅଛି, ଆଇ ଆମ୍ ଇନ୍ ହରି। ଚେଷ୍ଟା ଜାରି ରଖ, କିପ୍ ଟ୍ରାଇଂ। ଏଠାରୁ ଯାଆନ୍ତୁ, ଗୋ ଫ୍ରମ୍ ହିୟର୍। ତୁମେ ମୋ ବୟସର, ୟୁ ଆର୍ ମାଇ ଏଜ୍। ସେ ଖେଳୁଛନ୍ତି, ହି ଇଜ୍ ପ୍ଲେଇଂ। ମୋ ପାଖକୁ ଆସ, କମ୍ ଟୁ ମି। ମୋତେ କ୍ଷମା ଦିଅ, ଫର୍ଗିଭ୍। ମୋତେ କ୍ଷମା କରିଦିଅ, କ୍ଷମା ଦିଅ ଯାହା ହେଲେ ହେବ, ଫର୍ଗିଭ୍ ମି। କ୍ଷମା କରିବେ, ଏକ୍ସକ୍ୟୁଜ୍ ମି। ଏହାକୁ ଶେଷ କର, ଫିନିଶ୍ ଇଟ୍। ନିଜ ଆଡ଼କୁ ଧ୍ୟାନ ଦିଅ, ଲୁକ୍ ଆଫ୍ଟର ୟୋରସେଲ୍ଫ। ତୁମେ କ'ଣ ଖାଉଛ, ହ୍ୱାଟ୍ ଡୁ ୟୁ ଇଟ୍। କେତେ ସମୟ ହେଲା, ହ୍ୱାଟ୍ ଟାଇମ୍ ଇଜ୍ ଇଟ୍। ଏହା ଯେପରି ନୁହେଁ, ଏହା ସେପରି ନୁହେଁ, ସେପରି। ଇଟ୍ ଇଜ୍ ନଟ୍ ଲାଇକ୍ ଦ୍ୟାଟ୍। ତୁମେ କ'ଣ କର, ହ୍ୱାଟ୍ ଡୁ ୟୁ ଡୁ। ଭିତରେ ରୁହ, ଷ୍ଟେ ଇନସାଇଡ୍। ତୁମେ ଆସିବ, ୱିଲ୍ ୟୁ କମ୍। ଏହା ମୋର ଅଟେ, ଇଟ୍ ଇଜ୍ ମାଇନ୍। ଆଉ ଥରେ, ୱାନ୍ସ ମୋର୍। ଏହା ତମର, ଇଟ୍ ଇଜ୍ ୟୋର୍ସ। ଦେଖ ପିଲାମାନେ, ତୁମମାନଙ୍କୁ ଏଇଟା ଯଦି ଲାଗିଲା ଭଲ ଲାଗିଲା ତୁମେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ। ଆଉ ସବସ୍କ୍ରାଇବ୍ ନ କଲେ କ'ଣ ଅଛି, ଗୋଟେ ଟିଚର କେବେ ଆଗ୍ରହ ହେବନି ପଢ଼ିବା ପାଇଁ। ତେଣୁ ଟିକେ ସବସ୍କ୍ରାଇବ୍ କରିବ ଆଉ କମେଣ୍ଟ ମଧ୍ୟ ଦେବ। କମେଣ୍ଟ ଦେଲେ ଯାହାକି ଆମକୁ ଉତ୍ସାହ ଦେବ ଆଉ କିଛି କରିବା ପାଇଁ, ନୂଆ ପ୍ରକାର କରିବା ପାଇଁ। ଥ୍ୟାଙ୍କ ୟୁ ୱାଚିଂ ମାଇ ଚ୍ୟାନେଲ୍।